ମାନେ ଏବେ ଆମେ ପଢ଼ିବା ଆମର ଅଷ୍ଟମ ଶ୍ରେଣୀ ବିଜ୍ଞାନର ଏକ ସୁନ୍ଦର କୋଇଲା ଓ ପେଟ୍ରୋଲିୟମର ଆମର ଯେଉଁ ବହିରେ ପ୍ରଶ୍ନ ଉତ୍ତର ଅଛି ତାକୁ ଆଜି ଆମେ ଦେଖିବା। ତାହେଲେ 1 ନମ୍ବର ପିଲାମାନେ ଦେଇଛି ପ୍ରକୃତିରେ ଡ୍ୟାସ୍ ଅନ୍ତର୍ଧୂମ ପାତନର ଉତ୍ପାଦ ହେଉଛି କୋଇଲା ହେଲା ଉଦ୍ଭିଦ ହେଲା ଉଦ୍ଭିଦ ଯେତେବେଳେ ବହୁତ ବର୍ଷ ପୂର୍ବେ ମାଟି ତଳେ ଦବି ଯାଇଥିଲେ ଏବଂ ତାକୁ ନେଇକି କୋଇଲା ତିଆରି ହେଇଛି। ତାପରେ 2 ନମ୍ବର ପିଲାମାନେ ଦେଇଛି ଡ୍ୟାସ୍ ଅନୁପସ୍ଥିତିରେ ସଂଗଠିତ ପାତନ ପ୍ରକ୍ରିୟାକୁ ଡ୍ୟାସ୍ କୁହାଯାଏ ହେଲା ଅମ୍ଳଜାନର ଅନୁପସ୍ଥିତିରେ ସଂଗଠିତ ପାତନ ପ୍ରକ୍ରିୟାକୁ ଅନ୍ତର୍ଧୂମ ପାତନ ଏଟା ହେଲା ଅନ୍ତର୍ଧୂମ ପାତନ, ଏଟା ହେଲା ଅମ୍ଳଜାନ। 3 ନମ୍ବର ଅତୀତରେ ପକ୍କା ରାସ୍ତା ତିଆରିରେ ଡ୍ୟାସ୍ ବ୍ୟବହାର କରାଯାଉଥିଲା ଯାହାକି କୋଇଲାର ଏକ ଉତ୍ପାଦ ହେଲା ପିଚୁ। ତାପରେ 4 ନମ୍ବର ବର୍ତ୍ତମାନ ପକ୍କା ରାସ୍ତା ତିଆରିରେ ଡ୍ୟାସ୍ ବ୍ୟବହାର କରାଯାଉଛି ଯାହାକି ଡ୍ୟାସ୍ର ଏକ ଉତ୍ପାଦ ବର୍ତ୍ତମାନ ବିଟୁମେନ୍ ବ୍ୟବହାର କରାଯାଉଛି ଯାହାକି ପେଟ୍ରୋଲିୟମର ଏକ ଉତ୍ପାଦ। ବର୍ତ୍ତମାନ ପିଲାମାନେ ଆମେ ଦେଖିବା MCQ ମଲ୍ଟିପଲ୍ ଚଏସ୍ କ୍ୱେଶ୍ଚିନ୍ସ 4 ଗୋଟି ଅପସନ୍ ଆମକୁ ଦେଇଛି ତା ମଧ୍ୟରୁ କେଉଁଟି କରେକ୍ଟ ଆନ୍ସର ଆମେ ଦେଖିବା। ତାହେଲେ କୋଇଲାର ଅନ୍ତର୍ଧୂମ ପାତନରୁ କେତୋଟି ଗ୍ୟାସୀୟ ପଦାର୍ଥ ମିଳିଥାଏ ସେ ହେଲା 2ଟି ଗ୍ୟାସୀୟ ପଦାର୍ଥ ମିଳିଥାଏ। 6 ନମ୍ବର ପିଲାମାନେ କେଉଁଟି ପେଟ୍ରୋଲିୟମର ଏକ ଉତ୍ପାଦ ନୁହେଁ ପେଟ୍ରୋଲିୟମର ଉତ୍ପାଦ ପେଟ୍ରୋଲ ବିଟୁମେନ୍ ମହମ କୋକ୍ ହେଉଛି ପେଟ୍ରୋଲିୟମର ଏକ ଉତ୍ପାଦ ନୁହେଁ। 7 ନମ୍ବର ଭୂତଳ ନଳ ଦ୍ୱାରା କେଉଁ 2ଟି ଗ୍ୟାସ୍ ବିତରଣ କରାଯାଏ ଭୂତଳ ନଳ ଦ୍ୱାରା କୋଲ୍ ଗ୍ୟାସ୍ ଓ ପ୍ରାକୃତିକ ଗ୍ୟାସ୍ ବିତରଣ କରାଯାଏ। 8 ନମ୍ବର ଆମକୁ ଦେଇଛି ପେଟ୍ରୋଲିୟମର ଆଂଶିକ ପାତନରୁ କେତୋଟି ଇନ୍ଧନ ମିଳିଥାଏ ତା 4 ଗୋଟି ଇନ୍ଧନ ମିଳିଥାଏ। 9 ନମ୍ବର ଦେଖିବା ପିଲାମାନେ ଆମେ ଓଡ଼ିଶାର କେଉଁ ଜିଲ୍ଲାର କେଉଁ ସ୍ଥାନରେ କୋଇଲା ଖଣି ଅଛି ଲେଖ। ପିଲାମାନେ ଓଡ଼ିଶାର ଅନୁଗୁଳ ଜିଲ୍ଲାର ତାଳଚେର ଠାରେ ଅଛି ବୌଦ୍ଧ ଜିଲ୍ଲାର ରାମପୁର ଠାରେ ଇବ୍ ଉପତ୍ୟକାରେ କୋଇଲାର ଖଣିମାନ ଅଛି। 10 ନମ୍ବର କ୍ୱେଶ୍ଚିନ୍ ତାପଜ ବିଦ୍ୟୁତ କେନ୍ଦ୍ର ଯୋଗୁଁ ପରିବେଶ କିଭଳି ଭାବେ ପ୍ରଦୂଷିତ ହୁଏ ବୁଝାଅ। ତାହେଲେ ତାପଜ ବିଦ୍ୟୁତ କେନ୍ଦ୍ର ଲାଗି କେମିତି ପରିବେଶ କ'ଣ ହେଉଛି ପ୍ରଦୂଷିତ ହେଉଛି। ତାହେଲେ ପ୍ରଥମେ ଆମକୁ କହିଲା ଜଳ ବିଦ୍ୟୁତ ଶକ୍ତିର ଅଭାବରେ ବିକଳ୍ପ ରୂପେ ଅଧିକରୁ ଅଧିକ ତାପଜ ବିଦ୍ୟୁତ କେନ୍ଦ୍ରମାନ ପ୍ରତିଷ୍ଠା ବର୍ତ୍ତମାନ ଚାଲିଛି। ତାପରେ ତାପଜ ବିଦ୍ୟୁତ କେନ୍ଦ୍ରମାନଙ୍କର ଟର୍ବାଇନ୍ ଘୁରାଇବା ଦ୍ୱାରା ଜଳକୁ ଉତ୍ତପ୍ତ କରିବାକୁ ପଡ଼େ ଏଥିପାଇଁ ବିପୁଳ ପରିମାଣର କୋଇଲା ଆବଶ୍ୟକ ହୁଏ। ପିଲାମାନେ ଯେଉଁ ଟର୍ବାଇନ୍ଟା ଘୁରିବ ସେଥିପାଇଁ କ'ଣ ଜଳକୁ ଉତ୍ତପ୍ତ କରିବା ଆମେ ହେଲା ତା ପାଇଁ ଉତ୍ତପ୍ତ କରିବା ପାଇଁ ଆମକୁ କୋଇଲା ଅଧିକ ଆବଶ୍ୟକ ଦରକାର ସେଥିପାଇଁ କୋଇଲା ଖଣିରୁ କୋଇଲା ଗୁଣ୍ଡ ଓ ଧୂଳି ନିର୍ଗତ ହୋଇ ବାୟୁମଣ୍ଡଳକୁ ପ୍ରଦୂଷିତ କରେ। ତାହେଲେ କୋଇଲାଟା ଜଳିଲେ କୋଇଲା ଗୁଣ୍ଡ ବାହାରିବ ଗୁଣ୍ଡ ତ ଛାଡ଼ ତା ସହିତ ସେଥିରୁ କ'ଣ ବାହାରିବ ଆମର ଧୂଳି ବାହାରିବ ସେଇ ଧୂଳି ଲାଗି ଆମର ବାୟୁମଣ୍ଡଳ ପ୍ରଦୂଷିତ ହେଲା। କୋଇଲା ଜଳିଲେ ପ୍ରଚୁର ପରିମାଣ କାର୍ବନ ଡାଇଅକ୍ସାଇଡ୍ ଓ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ସୃଷ୍ଟି ହୁଏ ଏହା ବାୟୁମଣ୍ଡଳରେ ମିଶି ବାୟୁ ପ୍ରଦୂଷଣ କରିଥାଏ। 11 ନମ୍ବର ପିଲାମାନେ ଆମକୁ ଦେଲା ତାପଜ ବିଦ୍ୟୁତ କେନ୍ଦ୍ର ଦ୍ୱାରା ପରିବେଶ ପ୍ରଦୂଷଣ ହେଉଥିଲେ ମଧ୍ୟ ବର୍ଷକୁ ବର୍ଷ ଏଗୁଡ଼ିକର ସଂଖ୍ୟା ବଢ଼ିବାରେ ଲାଗିଛି ଏହାର କାରଣ କ'ଣ ଆଲୋଚନା କର। ପିଲାମାନେ ଆମ ଦେଶରେ ଚିରସ୍ରୋତା ନଦୀର ଅଭାବ ଅଛି ବୁଝିହେଲା ଚିରସ୍ରୋତା ମାନେ ବର୍ଷ ଯାକ ଯିଏ ପାଣି ରହିଥିବ ଖରା ଦିନେ ଓ ଶୀତ ଦିନେ ଜଳର ଅଭାବ ପରିଲକ୍ଷିତ ହେଉଛି ତେଣୁ ଜଳ ବିଦ୍ୟୁତ କେନ୍ଦ୍ରମାନଙ୍କରେ ଆବଶ୍ୟକ ପରିମାଣର ବିଦ୍ୟୁତ ଉତ୍ପାଦନ କରାଯାଇ ପାରୁନାହିଁ ଫଳରେ ବିଦ୍ୟୁତ ପାଇଁ ଆମକୁ ତାପଜ ବିଦ୍ୟୁତ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି। ପ୍ରଦୂଷଣ ହେଉଥିଲେ ମଧ୍ୟ ବର୍ଷକୁ ବର୍ଷ ଏଗୁଡ଼ିକର ସଂଖ୍ୟା ବଢ଼ିବାରେ ଲାଗିଛି। ତାପରେ 12 ନମ୍ବର ପିଲାମାନେ ଆମକୁ ଦେଲା ପ୍ରକୃତିରେ କୋଇଲା କିପରି ସୃଷ୍ଟି ହେଲା ତାହା ଆମେ ବୁଝେଇବା। ତାହେଲେ ଭୂତତ୍ତ୍ୱବିତ୍ମାନଙ୍କ ମତରେ ପ୍ରାୟ 300 ନିୟୁତ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରେ ଅନେକ ବିରାଟକାୟ ବୃକ୍ଷ ଥିବା ଘଞ୍ଚ ଜଙ୍ଗଲ ସନ୍ତସନ୍ତିଆ ଅଞ୍ଚଳ ଓ ବଡ଼ ବଡ଼ ନଦୀ ଥିଲା। ଏହା ଭୂଚଳନ ଭୂମିକମ୍ପ ଓ ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଫଳରେ ଏଗୁଡ଼ିକ ମାଟି ତଳେ ପୋତି ହୋଇଗଲା। ବର୍ଷାନୁକ୍ରମେ ମାଟିର ସ୍ତର ବୃଦ୍ଧି ହେତୁ ଚାପି ହୋଇଥିବା ମୃତ ଉଦ୍ଭିଦ ଉପରେ ଚାପର ମାତ୍ରା କ୍ରମଶଃ ବୃଦ୍ଧି ପାଇଲା। ତାପରେ କ'ଣ ହେଲା ମାଟି ତଳେ ଅମ୍ଳଜାନର ଅଭାବ ଓ ଅଧିକ ତାପମାତ୍ରାରେ ଉପରିସ୍ଥ ମାଟି ସ୍ତରର ପ୍ରବଳ ଚାପ ଯୋଗୁଁ ଉଦ୍ଭିଦ ଗୁଡ଼ିକ ଶକ୍ତ ଅଂଶ ଗୁଡ଼ିକ
ରାସାୟନିକ ପ୍ରକ୍ରିୟାରେ ଅଙ୍ଗାରକରେ ପରିଣତ ହେଲା। ଏହି ଅଙ୍ଗାରକକୁ ଆମେ କୋଇଲା କହିଲେ। ତାହେଲେ ଆମେ ଜାଣିଲେ ଉଦ୍ଭିଦରୁ ଆମର କୋଇଲା ଆସିଅଛି। ତାପରେ 3 ନମ୍ବରରେ ଆମକୁ କ'ଣ କହିଲା, ପ୍ରାକୃତିକ ଉପାୟରେ ସଂଗଠିତ ଏହି ରାସାୟନିକ ପ୍ରକ୍ରିୟାକୁ କାର୍ବୋନାଇଜେସନ ବା ଅଙ୍ଗାରୀଭବନ ବୋଲି କୁହାଯାଏ। ଅମ୍ଳଜାନ ଅନୁପସ୍ଥିତିରେ ଏହି ପ୍ରକ୍ରିୟା ସଂଗଠିତ ହେଉଥିବା ହେତୁ ଏହାକୁ ପ୍ରାକୃତିକ ଅନ୍ତର୍ଧୂମ ପାତନ ମଧ୍ୟ କୁହାଯାଏ। ଏବେ ସର୍ଟ କୋଶ୍ଚିନ୍ରେ ପଢ଼ିଥିଲେ। ତାପରେ 13 ନମ୍ବର କୋଶ୍ଚିନ୍ ପିଲାମାନେ ଆମେ ଯିବା। 13 ନମ୍ବର ଦେଇଛି, କୋଇଲାର ଅନ୍ତର୍ଧୂମ ପାତନର ଉତ୍ପାଦ ଗୁଡ଼ିକର ନାମ ଲେଖ ଏବଂ ପ୍ରତ୍ୟେକର ଉପଯୋଗିତା ଗୁଡ଼ିକ ଲେଖ। ତାହେଲେ କୋଇଲାର ଅନ୍ତର୍ଧୂମ ପାତନରୁ ସୃଷ୍ଟ ଉତ୍ପାଦ ଗୁଡ଼ିକ କ'ଣ କ'ଣ? କୋକ୍, କୋଲ୍ ଗ୍ୟାସ୍, କୋଲ୍ଟାର ଓ ଆମୋନିଓ ଗ୍ୟାସ୍। ତାହେଲେ କୋକ୍ର ଉପଯୋଗିତା ଲେଖିବା। ଲୁହା ନିଷ୍କାସନରେ କୋକ୍କୁ ବ୍ଲାଷ୍ଟ ଫର୍ନେସ୍ରେ ଇନ୍ଧନ ଓ ବିଜାରକ ରୂପେ ମଧ୍ୟ ବ୍ୟବହାର କରାଯାଏ। ତାହେଲେ ବ୍ଲାଷ୍ଟ ଫର୍ନେସ୍ର ଇନ୍ଧନ ଆଉ ବିଜାରକ ରୂପେ ଆମେ କୋକ୍କୁ ବ୍ୟବହାର କଲେ। ବିଶୁଦ୍ଧ ଲୁହା ସହ ବିଭିନ୍ନ ଅନୁପାତରେ କୋକ୍ ମିଶାଇ ଆମେ ଇସ୍ପାତ ତିଆରି କଲେ। ତମ୍ବା, ଦସ୍ତା, ସୀସା, ଟିଣ ଆଦିର ଓରୁ ଧାତୁ ନିଷ୍କାସନ ପାଇଁ ମଧ୍ୟ କୋକ୍କୁ ବ୍ୟବହାର କରାଯାଏ। ତାପରେ କୋଲ୍ ଗ୍ୟାସ୍ର କ'ଣ ଉପକାରିତା? ଅତୀତରେ କୋଲ୍ ଗ୍ୟାସ୍ ଆଲୋକର ଉତ୍ସ ରୂପେ ବ୍ୟବହାର ହେଉଥିଲା ପୂର୍ବରୁ ହେଲା। ବର୍ତ୍ତମାନ ଏହା କେବଳ ତାପ ଶକ୍ତିର ଉତ୍ସ ରୂପେ ବ୍ୟବହୃତ ହେଉଛି। କୋଲ୍ଟାର ହେଲା, କୋଲ୍ଟାର କ'ଣ କାମ? କୋଲ୍ଟାର ବା ଆଲୋକା ତାରାରୁ ଆଂଶିକ ପାତନ ପଦ୍ଧତିରେ ବିଭିନ୍ନ ପ୍ରକାର ରଙ୍ଗ, ପ୍ଲାଷ୍ଟିକ୍, କୃତ୍ରିମ ତନ୍ତୁ, ବିସ୍ଫୋରକ ଔଷଧ, କୀଟନାଶକ ଔଷଧ, ଫଟୋ ଫିଲ୍ମ ଓ ସୁଗନ୍ଧ ଦ୍ରବ୍ୟ ଆଦି ପଦାର୍ଥମାନ ପ୍ରସ୍ତୁତ କରାଯାଏ। ପିଚୁ ପକ୍କା ରାସ୍ତା ତିଆରିରେ ଏବଂ କଂକ୍ରିଟ ଛାତରୁ ପାଣି ଗଳୁଥିଲେ ତାହା ବନ୍ଦ କରିବାର ବ୍ୟବହାର କରାଯାଏ। ତାପରେ ଏମୋନିଆ ଗ୍ୟାସ୍ ପିଲାମାନେ, ଏମୋନିଆ ଗ୍ୟାସ୍କୁ ସଂଗ୍ରହ କରାଯାଇ ଏଥିରୁ ୟୁରିଆ, ଏମୋନିୟମ ସଲଫେଟ୍, ଏମୋନିୟମ ଫସଫେଟ୍ ଆଦି ରାସାୟନିକ ସାର ପ୍ରସ୍ତୁତ କରାଯାଏ। ପ୍ରକୃତିରେ ପେଟ୍ରୋଲିୟମ କିପରି ପ୍ରସ୍ତୁତ ହୁଏ ବୁଝାଅ। ପିଲାମାନେ ଆମେ କୋଇଲା ପଢ଼ିଲେ ବର୍ତ୍ତମାନ ପେଟ୍ରୋଲିୟମ କେମିତି ପ୍ରସ୍ତୁତ ହୁଏ। ଭୂତତ୍ତ୍ୱବିତ୍ମାନଙ୍କ ମତରେ ପ୍ରାୟ 400 ନିୟୁତ ବର୍ଷ ପୂର୍ବେ କ୍ଷୁଦ୍ରକାୟ ସାମୁଦ୍ରିକ ଉଦ୍ଭିଦ ଓ ପ୍ରାଣୀଗୁଡ଼ିକର ମୃତଦେହ ସମୁଦ୍ର ଶଯ୍ୟାରେ ପଡ଼ି ରହି କାଳକ୍ରମେ ସେଗୁଡ଼ିକ ଉପରେ ବାଲି, ମାଟି ଓ ପଟୁର ସ୍ତର ଜମା ହେଲା। ଏହିଭଳି ହଜାର ହଜାର ବର୍ଷ ମଧ୍ୟରେ ଅନେକ ସ୍ତର ସୃଷ୍ଟି ହେଲା। ସମୁଦ୍ର ନିମ୍ନ ଭାଗରେ ଅତ୍ୟଧିକ ତାପମାତ୍ରା ଓ ହଜାର ହଜାର ମିଟର ଉଚ୍ଚତା ବିଶିଷ୍ଟ ମାଟି ସ୍ତର ଓ ଜଳରାଶିର ଅତ୍ୟଧିକ ଚାପରେ ଓ ଅମ୍ଳଜାନ ଅଭାବରେ ଏଗୁଡ଼ିକ ଚାପି ହୋଇ ସ୍ତରୀୟ ଶିଳାରେ ପରିଣତ ହେଲା। ମୃତ ଜୀବକଗୁଡ଼ିକର ଦେହାବଶେଷରୁ କେତେକ ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ସୃଷ୍ଟି ହୋଇ ସ୍ଥଳୀୟ ଶିଳାରେ ଛିଦ୍ରରେ ସଞ୍ଚିତ ହୋଇ ରହିଲା। ଭୂଚଳନ, ଭୂମିକମ୍ପ ଫଳରେ ପୃଥିବୀର କେତେକ ଅଞ୍ଚଳରେ ଜଳଭାଗ ସ୍ଥଳଭାଗରେ ଓ ସ୍ଥଳଭାଗ ଜଳଭାଗରେ ପରିଣତ ହୋଇଥିବା ହେତୁ ବର୍ତ୍ତମାନ ପେଟ୍ରୋଲିୟମ ଜଳଭାଗରେ ମଧ୍ୟ ମିଳୁଛି। ଭୂପୃଷ୍ଠରୁ 1600 ବା 1700 ମିଟର ଗଭୀରତାରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ର ଭଣ୍ଡାରମାନ ଥାଏ। ସ୍ୱତନ୍ତ୍ର ଧରଣର ଖନନ ଯନ୍ତ୍ର ଦ୍ୱାରା ଭୂତ୍ୱକରେ ରନ୍ଧ୍ର କରି ନଳ ସହ ନଳ ଯୋଡ଼ି ପେଟ୍ରୋଲିୟମ ଗଚ୍ଛିତ ଭଣ୍ଡାର ଯାଏ ପ୍ରବେଶ କରାଯାଏ। ଭଣ୍ଡାରରେ ନଳ ପ୍ରବେଶ ହେବା ମାତ୍ରେ ଅତ୍ୟଧିକ ଚାପ ଯୋଗୁଁ ଉଭୟ ତୈଳ ଓ ଗ୍ୟାସ୍ ଉପରକୁ ଉଠି ଆସେ। ଭୂପୃଷ୍ଠରେ ସେଗୁଡ଼ିକ ସଂଗ୍ରହ କରାଯାଇ ବିରାଟକାୟ ଆବଦ୍ଧ ଭଣ୍ଡାରମାନଙ୍କରେ ରଖାଯାଏ। ପେଟ୍ରୋଲିୟମ ଆପେ ଆପେ ଉପରକୁ ନ ଉଠିଲେ ବିଦ୍ୟୁତ୍ ପମ୍ପ ଦ୍ୱାରା ଉତ୍ତୋଳନ କରାଯାଏ। ତାହେଲେ ଏଇଭଳି ଆମେ ପେଟ୍ରୋଲିୟମ କ'ଣ ବାହାର କରୁଛି। 15 ନମ୍ବର କୋଶ୍ଚିନ୍, କେଉଁ କାରଣ ଯୋଗୁଁ ମୋଟର ଯାନ ଗୁଡ଼ିକରେ ସିଏନ୍ଜି ବ୍ୟବହାର କରାଯାଉଛି ବୁଝାଅ। ସିଏନ୍ଜି ପିଲାମାନେ କମ୍ପ୍ରେସ୍ଡ ନ୍ୟାଚୁରାଲ ଗ୍ୟାସ୍। ମୋଟର ଯାନ ଗୁଡ଼ିକରେ ଏଲ୍ପିଜି ବ୍ୟବହାର କଲେ ତାହା ପରିବେଶ ପ୍ରଦୂଷଣ କରେ। ମୋଟର ଯାନ ଗୁଡ଼ିକରେ ପେଟ୍ରୋଲ, ଡିଜେଲ ଆଦି ଇନ୍ଧନ ବ୍ୟବହାର କଲେ ଏଥିରେ ପ୍ରଚୁର ପରିମାଣର ଅଙ୍ଗାରକାମ୍ଳ ନିର୍ଗତ ହୋଇ ପରିବେଶ ପ୍ରଦୂଷଣ କରେ। ସିଏନ୍ଜି ବ୍ୟବହାର ଫଳରେ ପ୍ରଦୂଷଣର ମାତ୍ରା କମ୍ ଯୋଗୁଁ ମୋଟର ଯାନ ଗୁଡ଼ିକରେ ଏହା ବ୍ୟବହାର କରାଯାଉଛି। 16 ନମ୍ବର ପିଲାମାନେ, ପେଟ୍ରୋଲିୟମ ଗ୍ୟାସ୍କୁ ଲୁହା ସିଣ୍ଡରେ ଭର୍ତ୍ତି କରି ଯୋଗାଇ ଦିଆଯାଉଛି କାହିଁକି ବୁଝାଅ। ପିଲାମାନେ ପେଟ୍ରୋଲିୟମ ଗ୍ୟାସ୍ ହେଉଛି ଗୋଟେ ବ୍ୟୁଟେନ୍ ଗ୍ୟାସ୍। ଏଥିରେ କମ୍ ପରିମାଣ ପ୍ରୋପେନ୍ ଓ ଇଥେନ୍ ଗ୍ୟାସ୍ ମିଶିଥାଏ। ପେଟ୍ରୋଲିୟମ ଗ୍ୟାସ୍କୁ ସହଜରେ ତରଳ କରାଯାଇପାରୁଛି। ଏହାକୁ ରୋଷେଇ କାର୍ଯ୍ୟ ଓ କଳକାରଖାନାରେ ଇନ୍ଧନ ରୂପେ ବ୍ୟବହାର କରାଯାଉଛି। ଏହି ତରଳୀକୃତ ଗ୍ୟାସ୍କୁ ନେବା ଆଣିବା କରିବା ପାଇଁ
ଲୁହା ସିଲିଣ୍ଡରରେ ଭର୍ତ୍ତି କରି ଯୋଗାଇ ଦିଆଯାଉଛି। 17 ନମ୍ବର ପିଲାମାନେ ଆମକୁ ଦେଲା ପ୍ରାକୃତିକ ଗ୍ୟାସକୁ ନଳ ଦ୍ୱାରା ଯୋଗାଇ ଦିଆଯାଏ କାହିଁକି ବୁଝାଅ। ପିଲାମାନେ ପ୍ରାକୃତିକ ଗ୍ୟାସକୁ ସହଜରେ ତରଳୀକୃତ କରାଯାଇପାରେ ନାହିଁ। ଏହାକୁ ଅତ୍ୟଧିକ ଚାପରେ ସିଲିଣ୍ଡରରେ ଭର୍ତ୍ତି କଲେ ଏହାର ବ୍ୟବହାର ବେଳେ ଫାଟିଯିବାର କ'ଣ ସମ୍ଭାବନା ରହିଥାଏ। ତେଣୁ ପ୍ରାକୃତିକ ଗ୍ୟାସକୁ ଆମେ ନଳ ଦ୍ୱାରା ଯୋଗାଇ ଦିଆଯାଇଥାଏ। ତାପରେ 18 ନମ୍ବର ଆମକୁ ଦେଇଛି କୋଇଲାର ସନ୍ଧାନ ଖନନ ଆଦି କାର୍ଯ୍ୟ ତଦାରଖ କରୁଥିବା ରାଷ୍ଟ୍ରୀୟ ସଂସ୍ଥାର ପୁରା ନାମ ଲେଖ। ପିଲାମାନେ କୋଇଲାର ସନ୍ଧାନ ଖନନ ଆଦି ସେ ହେଲା କୋଲ୍ ଇଣ୍ଡିଆ ହେଲା କୋଲ୍ ଇଣ୍ଡିଆ। 19 ନମ୍ବର ଦେଇଛି ପେଟ୍ରୋଲିୟମର ସନ୍ଧାନ ଉତ୍ତୋଳନ ପୁରା ନାମ ହେଲା ତୈଳ ଓ ପ୍ରାକୃତିକ ଗ୍ୟାସ ଆୟୋଗ ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କମିଶନ।